ଯେହେତୁ ଏତେ କାମ ଥିଲା ଆଜି ଗୁରୁବାର ଆଉ ଜଳଖିଆ ବନେଇବାକୁ ମୋର ପେସେନ୍ସ ନଥିଲା ସେଥିଲାଗି ଆଉ କ'ଣ କରିବା ଜଳଖିଆ ତ ବନେଇବାକୁ ପଡ଼ିବ ନା ସେଥିଲାଗି କାଲିଠାରୁ ତ ବିଟ ଚାଉଳ ପକେଇଥିଲି ତାକୁ ବଟାବଟି କରି ରଖିଦେଇଥିଲି ଆଜି ସକାଳୁ ସବୁ କାମକୁ ସାରିଲି ଆଉ ଲେଟ୍ ବି ହେଇଗଲାଣି ତାପରେ ଆଣକୁ ଭଲସେ ଗୋଳାଗୋଳି କରି ଇଟଲି ପିଠା ବସେଇଦେଲି ଇଆଡ଼େ ପତିଦେବଙ୍କୁ କହିଲି ତମେ ଆଜି ଟିକେ ମୋତେ କାମରେ ହେଲ୍ପ କର ପତିଦେବଙ୍କୁ ଆଜି କାମରେ ଲଗେଇଦେଲି ଆଳୁଦମ କରିବି ବୋଲି ଆଳୁ ସିଝେଇଥିଲି ତାଙ୍କୁ ବସେଇଦେଲି ସେ ଆଳୁ ଚୋପା ଛଡ଼େଇଦେଲେ ଇଆଡ଼େ ମୁଁ ଇଟଲି ପିଠାକୁ ବନେଇ ରେଡ଼ି କରିଦେଲି ତାପରେ ମସଲାକୁ କଷି ବିନା ପିଆଜ ରସୁଣର ଆଳୁଦମଟେ ବନିଗଲା ତାପରେ ଜଳଖିଆ ରେଡ଼ି ହେଇଗଲା ଇଟଲି ପିଠା ଆଳୁଦମ ହେଇଗଲା ରେଡ଼ି ପତିଦେବଙ୍କୁ ଖାଇବାକୁ ଦେଇଦେଲି ସିଏ ଖାଇସାରିଲା ପରେ ମୁଁ ବସିକି ଖାଇଦେଲି ତାପରେ ଖରାବେଳ ରୋଷେଇ ହବ ଯେହେତୁ ଆଜି ବ୍ରତ ତା ସାଙ୍ଗକୁ ଗୁରୁବାର ଅରୁଆ ଭାତ ତ ନିଶ୍ଚିନ୍ତ ହବ ତା ସାଙ୍ଗକୁ ଡାଲମା ଓ ଖଟା ଶାଗ ଭଜା ସବୁ ପ୍ରକାରର ଆଇଟମ ହେଇଥିଲା ତାପରେ ଶାଶୁମା ସମସ୍ତଙ୍କୁ ବାଡ଼ି ବୁଡ଼ିକି ଖାଇବାକୁ ଦେଇଦେଲେ ଖାଇସାରିଲା ପରେ ଆମେ ଶାଶୁ ବୋହୂ ମିଶିକି ଖାଇଦେଲୁ ଆଜି ପାଇଁ ରହିଲି ପ୍ଲିଜ୍ 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 ସବସ୍କ୍ରାଇବ ନିଶ୍ଚିନ୍ତ କରନ୍ତୁ ଛୋଟ ଆଶଟି ରଖିଲି ବାଏ ବାଏ ଜୟ ମା ଶାରଳା।